ନାଥ 30 ବର୍ଷ ପରେ ଶନି ନିଜ ନକ୍ଷତ୍ରକୁ ଫେରିବେ। 3ଟି ରାଶିରେ ଅପାର ଧନ ଖ୍ୟାତି ଆଣିବେ। ବନ୍ଧୁଗଣ, ପ୍ରତି 2.5 ବର୍ଷରେ ଘଟୁଥିବା ଶନିଦେବଙ୍କ ରାଶି ପରିବର୍ତ୍ତନ ଯେତେ ଶକ୍ତିଶାଳୀ, ତାଙ୍କର ନକ୍ଷତ୍ର ପରିବର୍ତ୍ତନ ମଧ୍ୟ ସମାନ ଭାବରେ ଗଭୀର ଜ୍ୟୋତିଷ ପ୍ରଭାବ ପକାଇଥାଏ। ଜାନୁଆରୀ 20, 2026ରେ ପୂର୍ବ ଭାଦ୍ରପଦ ନକ୍ଷତ୍ର ବୃହସ୍ପତିଙ୍କ ମାଲିକାନାରେ ଶନିଙ୍କର ପ୍ରସ୍ଥାନ ଏବଂ ଉତ୍ତର ଭାଦ୍ରପଦରେ ପ୍ରବେଶ ଏବଂ ପ୍ରମୁଖ ଜ୍ୟୋତିଷ ଘଟଣା। ଗ୍ରୀକ୍ ପଞ୍ଚାଙ୍ଗ ଅନୁସାରେ ଜାନୁଆରୀ 20, 2026 ଦିନ 12ଟା 13 ସମୟରେ ଶନି ପୂର୍ବ ଭାଦ୍ରପଦ ନକ୍ଷତ୍ରରୁ ପ୍ରସ୍ଥାନ କରି ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଉତ୍ତର ଭାଦ୍ରପଦ ନକ୍ଷତ୍ରର ଅଧିପତି ସ୍ୱୟଂ ଶନି ଭଗବାନ। ଯେତେବେଳେ କୌଣସି ଗ୍ରହ ନିଜ ନକ୍ଷତ୍ରରେ ଥାନ୍ତି, ସେତେବେଳେ ଏହା ଅତ୍ୟନ୍ତ ଶକ୍ତିଶାଳୀ ହୋଇଯାଏ ଏବଂ ନିଜ ନକ୍ଷତ୍ରର ଫଳ ପ୍ରଦାନ କରନ୍ତି। ତେଣୁ 30 ବର୍ଷ ପରେ ଘଟୁଥିବା ଶନିଙ୍କର ଏହି ନକ୍ଷତ୍ର ଗୋଚର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଗୋଚର ସମସ୍ତ ରାଶି ଉପରେ ଗଭୀର ଏବଂ ବ୍ୟାପକ ପ୍ରଭାବ ପକାଇବ। 3ଟି ରାଶିର ଲୋକଙ୍କ ପାଇଁ ଏହା ଏକ ଲଟେରୀ ଠାରୁ କମ୍ ପ୍ରମାଣିତ ହେବ ନାହିଁ। ଏହି ଲୋକମାନେ ସେମାନଙ୍କ କ୍ୟାରିୟର ଏବଂ ବ୍ୟବସାୟରେ ଦ୍ରୁତ ପ୍ରଗତି ଅନୁଭବ କରିବେ ଏବଂ ସେମାନେ ପ୍ରଚୁର ଧନ ଏବଂ ପ୍ରସିଦ୍ଧି ହାସଲ କରିବେ। ବନ୍ଧୁଗଣ, ମକର ରାଶି। ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ଶନିଙ୍କ ପ୍ରବେଶ ମକର ରାଶି ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ସେମାନେ ସେମାନଙ୍କ କ୍ୟାରିୟର ଏବଂ ବ୍ୟବସାୟରେ ଅପ୍ରତ୍ୟାଶିତ ସୁଯୋଗ ଅନୁଭବ କରିବେ। ପୂର୍ବରୁ ଅଟକି ରହିଥିବା ପ୍ରକଳ୍ପ ଗୁଡ଼ିକ ସଫଳତା ପାଇବା ଆରମ୍ଭ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଏବଂ ନିବେଶ ଲାଭଦାୟକ ହେବ। ସମାଜରେ ସମ୍ମାନ ଏବଂ ଖ୍ୟାତି ବୃଦ୍ଧି ପାଇବ। ପାରିବାରିକ ଜୀବନରେ ସନ୍ତୁଳନ ରହିବ ଏବଂ ଶାନ୍ତି ଏବଂ ଖୁସି ବଜାୟ ରହିବ। ଶିକ୍ଷା ଏବଂ ନୂତନ ଦକ୍ଷତାରେ ନିବେଶ ଲାଭଦାୟକ ହେବ। ବନ୍ଧୁଗଣ, ସାମାଜିକ ସମ୍ପର୍କ ମଜବୁତ ହେବ ଏବଂ ପୁରୁଣା ବନ୍ଧୁମାନେ ଆପଣଙ୍କୁ ସମର୍ଥନ କରିବେ। ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ନିୟମିତ ବ୍ୟାୟାମ ଏବଂ ସନ୍ତୁଳିତ ଖାଦ୍ୟ ଲାଭଦାୟକ ହେବ। ବନ୍ଧୁଗଣ, କନ୍ୟା ରାଶି। ଏହି ସମୟ କନ୍ୟା ରାଶି ପାଇଁ ବିଶେଷ ଲାଭଦାୟକ। ଶନିଙ୍କ ନିଜ ନକ୍ଷତ୍ରରେ ପ୍ରବେଶ ସିଧାସଳଖ ସେମାନଙ୍କର ଧୈର୍ଯ୍ୟ ଏବଂ କଠିନ ପରିଶ୍ରମକୁ ପୁରସ୍କାର ଦେବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ବୃଦ୍ଧି ପାଇବ ଏବଂ ବ୍ୟବସାୟିକ ଲାଭ ଦ୍ରୁତ ଗତିରେ ବୃଦ୍ଧି ପାଇବ। ଧନ ବୃଦ୍ଧି ହେବ ଏବଂ ପ୍ରମୁଖ ଆର୍ଥିକ ନିଷ୍ପତ୍ତି ସଫଳ ହେବ। ବନ୍ଧୁଗଣ, ବନ୍ଧୁ ଏବଂ ପରିବାରର ସମର୍ଥନ ମାନସିକ ସନ୍ତୋଷ ଆଣିବ। ନୂତନ ସହଭାଗିତା କିମ୍ବା ବ୍ୟବସାୟିକ ସହଯୋଗ ସଫଳ ହେବ। ମାନସିକ ସ୍ଥିରତା ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ହେବ। ଶିକ୍ଷା ଏବଂ ଦକ୍ଷତା ବିକାଶରେ ନିବେଶ କରିବା ଭବିଷ୍ୟତରେ ଲାଭ ଆଣିବ। ବନ୍ଧୁଗଣ, କୁମ୍ଭ ରାଶି। ଏହି ଶନି ଚରଣ କୁମ୍ଭ ରାଶିର ଜାତକ ବ୍ୟକ୍ତିଙ୍କ ପାଇଁ ନୂତନ ଶକ୍ତି ଏବଂ ସୁଯୋଗ ଆଣିଦେବ। ଆପଣଙ୍କ କଠିନ ପରିଶ୍ରମ ଆପଣଙ୍କ କ୍ୟାରିୟରରେ ପୁରସ୍କାର ପାଇବ ଏବଂ ଆପଣଙ୍କ ବ୍ୟବସାୟ ବୃଦ୍ଧି ପାଇବ। ପ୍ରମୁଖ ନିବେଶ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ଲୋକମାନେ ଆପଣଙ୍କ କ୍ଷମତାକୁ ପ୍ରଶଂସା କରିବେ। ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବ, କିନ୍ତୁ ଆପଣଙ୍କୁ ମାନସିକ ଚାପରୁ ଦୂରେଇ ରହିବା ଉଚିତ। ଯାତ୍ରା ଲାଭ ଏବଂ ନୂତନ ସୁଯୋଗ ଆଣିପାରେ।
ପାରିବାରିକ ସୌହାର୍ଦ୍ଦ୍ୟ ବଜାୟ ରହିବ ଏବଂ ପିଲାମାନଙ୍କ ସମ୍ପର୍କରେ ଭଲ ଖବର ମିଳିବ। ବନ୍ଧୁଗଣ, ପୁରୁଣା ବିବାଦର ସମାଧାନ ହେବ ଏବଂ ନୂତନ ସମ୍ପର୍କ ସଫଳ ହେବ। ବୁଦ୍ଧିମାନ ଭାବରେ ଆର୍ଥିକ ନିଷ୍ପତ୍ତି ନିଅନ୍ତୁ ଏବଂ ଅପ୍ରତ୍ୟାଶିତ ଖର୍ଚ୍ଚକୁ ଏଡ଼ାନ୍ତୁ। ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ, ଜୟ ଶନିଦେବ। ଧନ୍ୟବାଦ।